ଛନ୍ଦ କପଟରେ ପରିପୂର୍ଣ୍ଣ ଏଇ ଦୁନିଆ ବୋଲି ମଣିଷ କୁହେ, କିନ୍ତୁ ସିଏ ଜାଣେ ନାହିଁ ଛନ୍ଦ କପଟ ଆସେ କେଉଁଠୁ। ଦୁନିଆ ମାନେ କ'ଣ କି ଗୋଟିଏ ଗୋଟିଏ ବ୍ୟକ୍ତିକୁ ନେଇକରି ତ ଏଇ ଦୁନିଆ ଗଢ଼ା ନା। ତେଣୁ ଦେଖିବାକୁ ଗଲେ ଜଣେ ଜଣେ ବ୍ୟକ୍ତି ହିଁ କପଟି, ତେଣୁ ନିଜେ ମଧ୍ୟ କପଟି। ଦୁନିଆର କପଟତାକୁ ବୁଝିବା ପୂର୍ବରୁ ନିଜର କପଟତାକୁ ବୁଝିବାକୁ ପଡ଼ିବ। ନିଜର ମନ ଯେ କେତେ କପଟି ତାହା ଜାଣିବାକୁ ପଡ଼ିବ। ଏହା ବୁଝିବାକୁ ହେଲେ ଆମର ନୀତିଦିନିଆ ଜୀବନକୁ ଟିକିଏ ନିରୀକ୍ଷଣ କରିବାକୁ ପଡ଼ିବ। ଧରି ନିଅନ୍ତୁ ଜଣେ ବେରୋଜଗାରିଆ ପୁଅ କିମ୍ବା ଝିଅର ହାତ ଖର୍ଚ୍ଚ ସରିଯାଇଛି, ତେଣୁ ସିଏ ତା ବାପା ମାଆଙ୍କ ଆଗରେ ଅଭିନୟ କରିବା ଆରମ୍ଭ କରିଦେବ କି ସିଏ ବାପା ମାଆଙ୍କର କେତେ ବଡ଼ ଆଜ୍ଞାକାରୀ, କିନ୍ତୁ ଭିତରେ ଭିତରେ କାମନା ଅଛି ଟଙ୍କା ପାଇବାର। ଏହା ହିଁ ହେଉଛି କପଟ। କାମନାକୁ ମିଛ ପରଦାରେ ଢାଙ୍କି ଦେବା ହିଁ ହେଉଛି କପଟ। ଆଉ ମିଥ୍ୟା ପ୍ରବଞ୍ଚନା ଦେଇ କର୍ମ କରିବା ହିଁ ହେଉଛି କପଟ। ଆଉ ସେଥିଲାଗି ସିଏ ଦୁଃଖ ପାଇଲେ ଦୁନିଆକୁ କପଟି ବୋଲି କହି ନିଜେ ସମସ୍ତ ଦୋଷରୁ ମୁକ୍ତ ହେବାକୁ ଚେଷ୍ଟା କରେ, କିନ୍ତୁ ନିଜକୁ ଦେଖେ ନାହିଁ କି ନିଜର କପଟି ମନକୁ ଚିହ୍ନେ ନାହିଁ, ଆଉ ନିଜେ ରଚିଥିବା ଛନ୍ଦ କପଟର ଜାଲରେ ପଡ଼ି ଛଟପଟ ହେଉଥାଏ।